ଯୀଶୁ ସେମାନଙ୍କୁ ଉତ୍ତର ଦେଲେ ତମେ ମାନେ ସେମାନଙ୍କୁ ଭୋଜନ ଏତିକି ସରିଯିବନି। ଯୀଶୁ ସେମାନେ କଣ କହିଲେ ମାନେ ଉତ୍ତର ଦେଲେ ତେବେ ସେମାନେ କଣ କର ଭୋଜନ କର। ହାଲେଲୁୟା। ଯୀଶୁ ତାଙ୍କ ଶିଷ୍ୟମାନଙ୍କୁ କହୁଛନ୍ତି ତମେ କଣ କର ସେମାନଙ୍କୁ ଭୋଜନ କର। ମାନେ ଯୀଶୁ ଚାହାନ୍ତି ଯେ ତାଙ୍କ ସହକର୍ମୀ ମାନେ କଣ ହବା ଅଛି ଭୋଜନ କରିବା ଅଛି। ଯୀଶୁ ପ୍ରଭୁଙ୍କ ଉପଦେଶ ମଧ୍ୟରେ ଏହା ଅତି ବଡ଼ ଉପଦେଶ କଣ ମାନେ ପର୍ବତୀୟ ଉପଦେଶ ହେଲା। ଯୀଶୁ ପ୍ରଭୁ ଯେବେ ମଧ୍ୟ ପର୍ବତ ଗଲେ ଲୋକମାନେ ତାଙ୍କ ପାଖକୁ ଆସିକି ତାଙ୍କ ସୁସମାଚାର ଶୁଣନ୍ତି। ଏ ଯୋଉ 5ଟା ରୋଟି 2ଟା ମାଛ ବିଷୟ ଆମେ ପିଲାଠୁ ଶୁଣି ଆସୁଛୁ। କୌଣସି ଖ୍ରୀଷ୍ଟିଆନ ଲୋକ କହିଲେ ଯୀଶୁଙ୍କର କାର୍ଯ୍ୟ କଣ ମାନେ ସାନ ପିଲା ହେଲେ କହିବ ହେଲା। କି କହିବ ସାନ ପିଲା ଲୋକ କଣ ମାନେ 7ଟା ସୁସମାଚାର ଲେଖା ହେଇଛି। 4ଟା ସୁସମାଚାର ମଧ୍ୟରେ ଆମେ ଦେଖିବା ଗୋଟେ ପ୍ରମୁଖ କଥା କଣ ମାନେ 5ଟା ରୋଟିକୁ ଆଉ 2ଟା ମାଛକୁ ପ୍ରଭୁ କଣ କଲେ 5,000 ପୁରୁଷ ମାନଙ୍କୁ ଅନେକ ସ୍ତ୍ରୀ ଲୋକମାନଙ୍କ ପିଲାମାନଙ୍କୁ ଖୁଆଇଲେ ହେଲା। ଏ ବାକ୍ୟ ଆମେ ପାଷ୍ଟର ବାବୁଙ୍କୁ ମଧ୍ୟ ଶୁଣିଥିବା ନିଜେ ମଧ୍ୟ ପଢିଥିବା। ଏଇଟା ଆମକୁ ବୁଝିବା ପାଇଁ ବେଶୀ ସହଜ ଲାଗେ। ବୁଝିବା ପାଇଁ କଣ ଅତି ସହଜ ଲାଗେ। ଏ ବାକ୍ୟରେ ଥିବା ଗୋଟେ ପ୍ରମୁଖ କଥା ମୁଁ 4ଟା କଥା କହିବି। କେତେ କଥା 4ଟା କଥା ଯେ ଆମେ ଯୀଶୁଙ୍କ ନାଁରେ କେମିତି ସହକର୍ମୀ ହେବା ହେଲା। ଯୀଶୁଙ୍କ କାର୍ଯ୍ୟ ମଧ୍ୟରେ ଆମେ ଅନେକ ଥର ଯୀଶୁ କରିବା କାର୍ଯ୍ୟ ଆମେ ଦେଖୁ କିନ୍ତୁ ସେଠି ଶିଷ୍ୟମାନଙ୍କ କାର୍ଯ୍ୟକୁ ଆମେ ଅନଦେଖା କରୁ ବା ସେଠି ଥିବା ଲୋକମାନଙ୍କ କାର୍ଯ୍ୟକୁ ଆମେ କଣ କରୁ ଆମ ମନ ଭାବନା ମନକୁ ଆସେ ନାହିଁ। କିନ୍ତୁ ଯଦି ପ୍ରଭୁ ଯୀଶୁ କାର୍ଯ୍ୟ କରିବା ନିମନ୍ତେ ତାଙ୍କ ଶିଷ୍ୟମାନେ କେତେ ସହକର୍ମୀ ହେଲେ ସେ ବିଷୟରେ ମୁଁ ଗୋଟେ 4ଟା କଥା କହିବି। ଏ କାହାଣୀ ଆପଣ ସମସ୍ତେ ଜାଣିଛନ୍ତି ସେଥିପାଇଁ ମୁଁ ଅଥରେ ଦୌଡ଼େଇବି ନାହିଁ ଯେ ଯୀଶୁଖ୍ରୀଷ୍ଟ ଯେତେବେଳେ ସେ ପର୍ବତକୁ ଯିବାର ସମୟରେ ଅନେକ ଲୋକ ଆସିଲେ। ଲୋକ ସଂଖ୍ୟା ଆଉ ଲେଖା ଯାଇଛି 5,000 ପୁରୁଷ ମାନେ ଥିଲେ ଆଉ କେତେଟା ସ୍ତ୍ରୀ ଗଣା ଯାଇନାହାନ୍ତି। ସେତେ ଲୋକ ଥିଲେ। ସେ ସମସ୍ତେ ଭୋକ ହେଇଗଲେ ବୋଲି ଯୀଶୁଙ୍କ ଶିଷ୍ୟମାନେ ଆସି ଯୀଶୁଙ୍କୁ କହିଲେ ଯୀଶୁ କହିଲେ ଯେ ସେମାନେ ଭୋକ ହେଇଗଲେ ସେଥିପାଇଁ ସେମାନଙ୍କୁ ଛାଡ଼ି ଦିଅନ୍ତୁ। କିନ୍ତୁ ଯୀଶୁ କହୁଛନ୍ତି ସେମାନଙ୍କୁ ତମେ ଭୋଜନ କରାଅ। କଣ କରାଅ ଭୋଜନ କରାଅ। ଆ ପୂର୍ବରୁ କେବେ ଏମିତି ଘଟଣା ଘଟିନି। ଯୀଶୁଙ୍କ ଶିଷ୍ୟମାନେ ଭୋଜନ କରାଇବା କେପାସିଟି ସକ୍ଷମ ନାହିଁ। ସେ ଜଙ୍ଗଲ ଜାଗାରେ କଟୁ ଆଣିବା ପାଇଁ ସମ୍ଭବ ନାହିଁ ବା ସେତିକି ପଇସା ନାହିଁ। ଲୋକ ସଂଖ୍ୟା 5,000 ମାନେ ଅନେକ ସଂଖ୍ୟା ହେଲା। ଜନସମୂହ 5,000 ପୁରୁଷ ହିଁ ଥିଲେ। ଆଉ କେତେ ସ୍ତ୍ରୀ ଲୋକ ଆଉ କେତେ ପିଲାମାନେ ଥିଲେ ସେ ବିଷୟ ଗଣନା ନାହିଁ ହେଲା। ଏତେ ଲୋକ ଖୁଆଇବାଟା କଷ୍ଟ। ଶିଷ୍ୟମାନେ କହିଲେ ଆମ ପାଖରେ ସେ ସକ୍ଷମ ନାହିଁ। ଯୀଶୁ କହିଲେ ତମ ପାଖରେ କେତେଟା ରୋଟି ଅଛି। ସେମାନେ ଯେତିକି ରୋଟି ଅଛି ତାହା ନେଇକି ଯୀଶୁଙ୍କୁ ଆଣିଲେ। ଯୀଶୁ ତାକୁ ଭାଙ୍ଗିକରି କଣ କଲେ ତାଙ୍କର ଶିଷ୍ୟମାନଙ୍କୁ ବାଣ୍ଟିବା ପାଇଁ କହିଲେ। ଆଉ 5,000 ପୁରୁଷ ମାନେ ଖାଇଲା ପରେ ମଧ୍ୟ କଣ ହେଲା ବଳିଗଲା। ଏଠି ଥିବା 4ଟା କଥା ମୁଁ କହିବି। କେତେଟା କଥା 4ଟା କଥା ଆମେ ସମସ୍ତେ ଟିକେ ସାଧାରଣ ଶୁଣିଦେବା। ପ୍ରଥମ ହଉଛି ପ୍ରାର୍ଥନା ହେଲା। କଣ ଥିଲା ପ୍ରାର୍ଥନା ଥିଲା ହେଲା। ଦ୍ୱିତୀୟ କଥା ହଉଛି କଣ ମାନେ ଦେବା। କଣ ଥିଲା ଦେବା ବିଷୟ ଥିଲା। ତୃତୀୟ କଥା ହଉଛି କଣ ମାନେ ଆଜ୍ଞା ପାଳନ ଥିଲା ମାନେ କମାଣ୍ଡମେଣ୍ଟ ଥିଲା ହେଲା। ଚତୁର୍ଥ କଥା ହଉଛି ଉଠେଇବା ଥିଲା। କଣ ଥିଲା ଉଠେଇବାଟା ଥିଲା। ଏ 4ଟା କଥା ମୁଁ କହିବି। ପ୍ରଥମ କଥା କଣ ମାନେ ପ୍ରାର୍ଥନା। ପ୍ରାର୍ଥନା କେତେବେଳେ କଲେ ଆମେ ଦେଖିନୁ ବୋଲି ଭାବା କିନ୍ତୁ ଶିଷ୍ୟମାନେ କଣ କରୁଛନ୍ତି ମାନେ ଯୀଶୁଙ୍କୁ ଯାଇକିରି ପ୍ରାର୍ଥନା କରି ଜଣାଉଛନ୍ତି। କଣ କରୁଛନ୍ତି ପ୍ରାର୍ଥନା କରି ଜଣାଉଛନ୍ତି। ଆସନ୍ତୁ ପଢିବା ତାର 6:35-36 ପଦ 35 ପଦ ପଢିବା ଓଡ଼ିଆରେ ପଢିବା। ବେଳ ବହୁତ ହେବାରୁ ତାଙ୍କ ଶିଷ୍ୟମାନେ ତାଙ୍କ ନିକଟକୁ ଆସି କହିଲେ ଏ ସ୍ଥାନ ତ ନିର୍ଜନ ବହୁତ ବେଳ ହେଲାନି। ହାଲେଲୁୟା। ଯୀଶୁଙ୍କ ଶିଷ୍ୟମାନେ ଯୀଶୁଙ୍କୁ ଆସି କହିବାଟାକୁ କଣ କହିବା ଆମେ ପାଷ୍ଟର ବାବୁ ଯୀଶୁଙ୍କ ନାଁ କଥା ହଉଛି ନା ତାର କଣ ତାର ଅର୍ଥ ଏଟା ହଉଛି ପ୍ରାର୍ଥନା। ହାଲେଲୁୟା। ପ୍ରାର୍ଥନା ହେଲା। ପ୍ରାର୍ଥନା ନଥିଲେ ସେମାନେ କଣ କରିବା ଯୀଶୁଙ୍କୁ ଆସି ଅନୁରୋଧ କରୁଛନ୍ତି। ସେମାନେ କଣ କରୁଛନ୍ତି ଯୀଶୁଙ୍କୁ ଅନୁରୋଧ କରି କହୁଛନ୍ତି ଯେ ଆଜ୍ଞା ବହୁତ ବେଳ ହେଲା। କଣ ହେଲା ଏବେ ଆମେ ଛାଡ଼ିଦେବା। ଅନ୍ୟମାନଙ୍କ ସମସ୍ୟା ଦେଖୁଛନ୍ତି ହେଲା। କଣ କରୁଛନ୍ତି ଅନ୍ୟମାନଙ୍କ ସମସ୍ୟା ଚିନ୍ତା କରୁଛନ୍ତି। ଅନ୍ୟମାନଙ୍କ ସମସ୍ୟା ନେଇ ଯୀଶୁଙ୍କୁ କହିବାଟା କଣ ତା ପ୍ରାର୍ଥନା। ପ୍ରାର୍ଥନାର ସହକର୍ମୀ ଭାବରେ ପ୍ରାର୍ଥନା ଯୀଶୁଙ୍କ ସାଙ୍ଗରେ ଯେ କାର୍ଯ୍ୟ କରେ ଅନ୍ୟ ବିଷୟ ଯେ କହେ ତାହା ହଉଛି କଣ ଯୀଶୁଙ୍କ ସହକର୍ମୀ। ସେ କିଏ ଯୀଶୁଙ୍କ ସହକର୍ମୀ। ଯୀଶୁଙ୍କ ସାଙ୍ଗେ କାର୍ଯ୍ୟ କରିବା ଲୋକ କଣ କରିବ ସେ ଯୀଶୁଙ୍କ ନିକଟରେ ଅନ୍ୟ ସମସ୍ୟା ନେଇ ପ୍ରାର୍ଥନା କରିବ।
ସେମାନେ ମଧ୍ୟ ନିଜେ ଖାଇନାହାନ୍ତି। ସେମାନେ ଖାଇଛନ୍ତି କି ଆମେ ଯଦି ପଢିବା ଶେଷ ପଦ ଯଦି ପଢିବା ତାର କେତେ ମାନେ 31 ଶେଷ ପଦ ସେମାନେ ଭୋଜନ କରିବାରୁ ସୁଦ୍ଧା ସୁଯୋଗ ନ ପାଇଲେ। ଯୀଶୁଙ୍କ ଶିଷ୍ୟମାନେ ମଧ୍ୟ କଣ କରିନଥିଲେ, ଖାଇନଥିଲେ। କିନ୍ତୁ ଯୀଶୁଙ୍କ ଶିଷ୍ୟମାନେ କହୁନାହାନ୍ତି ଆମକୁ ଭୋକ ଲାଗୁଛି ବୋଲି। ହାଲେଲୁୟା। କଣ କହୁଛନ୍ତି ସେମାନେ? ଅନ୍ୟମାନଙ୍କୁ ଭୋକ ଲାଗୁଛି ବୋଲି କହୁଛନ୍ତି, ହେଲେ ଅନ୍ୟମାନେ ଅସୁବିଧା ହେଲା ବୋଲି କହୁଛନ୍ତି, ଅନ୍ୟମାନଙ୍କ ସମସ୍ୟା ହେଲା ବୋଲି କହୁଛନ୍ତି, ଅନ୍ୟମାନଙ୍କର ଆଉ ତାଙ୍କ ସମସ୍ୟା ନେଇ କଣ କରୁଛନ୍ତି, ଯୀଶୁଙ୍କୁ ଜଣାଉଛନ୍ତି। ଆଜି ପ୍ରାର୍ଥନା ପ୍ରମୁଖ ଆମେ ସମସ୍ତେ ପ୍ରାର୍ଥନା କରିବା ସମୟରେ ଆପଣ ପ୍ରାର୍ଥନା କରିବା ନିମନ୍ତେ ଆମ ମଣ୍ଡଳୀକୁ ଆସିଛୁ କି ଅନ୍ୟମାନଙ୍କ ପ୍ରାର୍ଥନା କରିବା, ଅନ୍ୟମାନଙ୍କ ପାଇଁ ଯୀଶୁଙ୍କୁ କହିବା ବିଷୟ କହୁଛୁ ମାନେ ପ୍ରାର୍ଥନା। ହାଲେଲୁୟା। ଆମେ ସମସ୍ତ ଅନ୍ୟମାନଙ୍କ ସମସ୍ୟାକୁ ନେଇକରି, ଅନ୍ୟମାନଙ୍କ ଦୁଃଖକୁ ନେଇକରି, ଅନ୍ୟମାନଙ୍କ ଚିନ୍ତାକୁ ନେଇକରି, ଅନ୍ୟମାନଙ୍କ ରୋଗ ନେଇକରି ଆମେ କଣ ହେବା ଅଛି, ପ୍ରଭୁଙ୍କ ନିକଟରେ କଣ ହେବା ଅଛି, ପ୍ରାର୍ଥନା କରିବା ଅଛି। କଣ କରିବା ଅଛି, ପ୍ରାର୍ଥନା କରିବା। ନିଜ ବିଷୟ ପ୍ରାର୍ଥନା କଲେ ତାହା ପ୍ରଭୁଙ୍କ ସହକର୍ମୀ ନୁହେଲା। ବୋଧେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ତାଙ୍କ ଶିଷ୍ୟମାନଙ୍କୁ ସେଇଟା ଚାହିଁଲେ ହେଲା। ସେଥିପାଇଁ ସେ ଯୀଶୁ ମଧ୍ୟ ଜାଣିପାରୁଛନ୍ତି ଯେ ଆମ ସମସ୍ୟା କଣ ହେଲା। ଆଜି ଆମକୁ ରୋଗ ହେବା ସମୟରେ କିଏ ନ ଜାଣିଲେ ଆମ ପ୍ରଭୁ ଜାଣନ୍ତି। ଆମ ଆର୍ଥିକ ସମସ୍ୟା ହେଲେ କିଏ ନ ଜାଣିଲେ କିଏ ଜାଣିବେ, ପ୍ରଭୁ ଜାଣନ୍ତି। ଆମ ଗୃହ ସମସ୍ୟା ହେଲେ କିଏ ନ ଜାଣିଲେ କିଏ ଜାଣିବେ, ପ୍ରଭୁ ଜାଣିବେ। ଆମ ପିଲାମାନଙ୍କ ସମସ୍ୟା କିଏ ନ ଜାଣିଲେ ମଧ୍ୟ ପ୍ରଭୁ ଜାଣନ୍ତି। କିନ୍ତୁ ପ୍ରଭୁ କଣ ପାଇଁ ସାହାଯ୍ୟ କରୁନାହାନ୍ତି, ମାନେ ପ୍ରଭୁ ଚାହାନ୍ତି ତମେ ପ୍ରାର୍ଥନା କରିବା ଅଛି। ପ୍ରଭୁ କଣ ଚାହାନ୍ତି, ତମେ ପ୍ରାର୍ଥନା କରିବା ଅଛି। ଏ ମାର୍କ ପୁସ୍ତକରେ ଗୋଟେ କଥା ଲେଖା ହେଇଛି, ତାର 8 ରୁ ଯଦି 2 ପଦ ପଢିବା, ସେଟା ଗୋଟେ ଲେଖା ହେଇଛି ଗୋଟେ କଥା ଆମେ ପଢିବା। ଲୋକ ସମୂହ ପ୍ରତି ମୋର ଦୟା ହେଉଅଛି। 8 ରୁ 2 ପଦ। କାରଣ ଏମାନେ 3 ଦିନ ହେଲାଣି ହାଲେଲୁୟା। ଏତି କଥା କଣ 3 ଦିନ ହେଲା ବୋଲି ଲେଖା ହେଇଛି ମାର୍କ ପୁସ୍ତକରେ, ମାନେ ପାଖାପାଖି ମାନେ 3 ଦିନ ହେଲା ଖାଇନାହାନ୍ତି। ହାଲେଲୁୟା। এই কথা কে মানে শিষ্যମାନଙ୍କ মନରେ প্রথম দিন কঠিন লাগিলা, দ্বিতীয় দিন কঠিন লাগিলা, বোধে তৃতীয় দিন বোধে কোন লাগলা টিকে দয়া আসিলা। হালেলুয়া। ଆମ ପରିବାର ସାମ୍ନାରେ, ଆମ ଘର ସାମ୍ନାରେ ଥିବା ଲୋକମାନେ ସମସ୍ୟାରେ, ମଦ୍ୟପାନ, ଝଗଡ଼ାର ଅସୁବିଧା ଥିବା ସମୟରେ ଆମ ମନକୁ ବେଳେ ବେଳେ କଣ ଲାଗେନି, ତାଙ୍କ ପାଇଁ ପ୍ରାର୍ଥନା କରିବା ପାଇଁ, ତାଙ୍କୁ ପ୍ରଭୁଙ୍କୁ ଜଣାଇବା ପାଇଁ, ତାଙ୍କୁ ପ୍ରଭୁଙ୍କ ନିକଟକୁ ଆଣିବା ପାଇଁ ବା ପ୍ରଭୁଙ୍କ ନିକଟରେ ଆଣ୍ଠୁ ପାଖି ତାଙ୍କ ନିମନ୍ତେ ଟିକେ ପ୍ରାର୍ଥନା କରିବା ପାଇଁ ଇଚ୍ଛା ଲାଗେନି। ହେଲା କଣ ଲାଗେନି, ଇଚ୍ଛା ଲାଗେନି। ଆମେ যে পর্যন্ত প্রার্থনা করবানি প্রভু তেবে পর্যন্ত সমস্যা রাখিଛନ୍ତି, কোন রাখিଛନ୍ତି, সমস্যা রাখিଛନ୍ତି। যিশু প্রভু সমস্তଙ୍କ হৃদয় কথা জানନ୍ତି, কিন্তু ସେ কোন କରନ୍ତି, ତମେ ପ୍ରାର୍ଥନା କରିବା ବୋଲି ପ୍ରଭୁଙ୍କ ଇଚ୍ଛା। ଆମେ ପ୍ରାର୍ଥନା ନ କଲେ ପ୍ରଭୁ କାର୍ଯ୍ୟ କରିବେନି। ଯଦି ପ୍ରଭୁ କାର୍ଯ୍ୟ କରିବା ଅଛି ତାହେଲେ କଣ ହେବା ଅଛି, ଆମେ ପ୍ରାର୍ଥନା କରିବା। ଶିଷ୍ୟମାନେ ଆସିଲେ, ଯୀଶୁ କହିଲେ ଆଜ୍ଞା ସମୟ ହେଇଗଲା। କଣ ହେଲା, ସମୟ ହେଇଗଲା, ଏବେ କଣ କରିବା ଅଛି, ଏମାନେ ଭୋକରେ ଅଛନ୍ତି, ଏମାନେ କଣ ଅଛନ୍ତି, ଅସୁବିଧା ଅଛନ୍ତି, ସାନ ପିଲାମାନେ ଅଛନ୍ତି, ସ୍ତ୍ରୀ ଲୋକମାନେ ଅଛନ୍ତି, ଏବେ କଣ ଅଛନ୍ତି, 3 ଦିନ ହେଲା ପାଖାପାଖି ଖାଇନାହାନ୍ତି। ସେମାନଙ୍କ ପାଇଁ କଣ କରୁଛନ୍ତି, ସେମାନେ ପ୍ରାର୍ଥନା କରୁଛନ୍ତି। କଣ କରୁଛନ୍ତି, ଯୀଶୁଙ୍କ କର୍ଣ୍ଣ ଗଛରେ। ଆପଣମାନେ ମଧ୍ୟ ଏଟା ଆସିକରି ପ୍ରାର୍ଥନା କରିବାଟା, ପ୍ରଭୁଙ୍କର କର୍ଣ୍ଣରେ ପ୍ରାର୍ଥନା କରିବାଟା। ହାଲେଲୁୟା। ଯେମାନେ କି ପ୍ରଭୁଙ୍କ ନିକଟରେ, ଲୋକମାନଙ୍କ ନିକଟରେ ନେଇ ପ୍ରାର୍ଥନା କରନ୍ତି, ସେମାନେ ପ୍ରଭୁଙ୍କର ସହକର୍ମୀ। ସେମାନେ କୋଉମାନେ, ପ୍ରଭୁଙ୍କର ସହକର୍ମୀ। ଯାତ୍ରା ପୁସ୍ତକରେ ଗୋଟେ କଥା ଲେଖା ହେଇଛି, ତାର 32 ଯାତ୍ରା ପୁସ୍ତକ ତେଲୁଗୁରୁ କଣ କହିବେ, ତାର 32 ପଦ ଲେଖା ହେଇଛି ଗୋଟେ କଥା। ତଥାପି ଏବେ ତୁମେ ସେମାନଙ୍କ ପାପ କ୍ଷମା କରିବ, ଯେବେ ନ କରିବ ତେବେ ମୁଁ ବିନୟ କରୁଅଛି, ତମ ଲିଖିତ ପୁସ୍ତକରୁ ମୋ ନାମ କାଟି ପକାଉଛି। ମଉସା କଣ କରୁଛନ୍ତି, ଗୋଟେ ପ୍ରମୁଖ ପ୍ରାର୍ଥନା କରୁଛନ୍ତି। ଲୋକମାନେ ସେତେବେଳେ ମୂର୍ତ୍ତି ପୂଜା କରିବା ସମୟରେ, ଲୋକମାନେ ଅନ୍ୟ ଦେବତାକୁ ପୂଜା କରିବା ସମୟରେ, ପ୍ରଭୁଙ୍କୁ ଭୁଲି ଯିବା ସମୟରେ ସେ ଲୋକମାନଙ୍କ ନିମନ୍ତେ ନିଜ ନାଁ କାଟିଦେବା ନିମନ୍ତେ ପ୍ରଭୁଙ୍କଠାରେ ପ୍ରାର୍ଥନା କରୁଛନ୍ତି। ହାଲେଲୁୟା। ମାନେ ସମାଜ ନିମନ୍ତେ କଣ କରୁଛନ୍ତି, ମତେ ସ୍ୱର୍ଗ ଯିବା ଇଚ୍ଛା ନାହିଁ ବୋଲି କହୁଛନ୍ତି, ସ୍ୱର୍ଗ ମୁଁ ଗଲେ କଣ କରିବି କହୁଛନ୍ତି। ମାନେ ପ୍ରାର୍ଥନା ବିଷୟରେ ପ୍ରମୁଖ କଥା କଣ, ମାନେ ଆମେ ସମସ୍ତେ ଜାଣିବା ଆବଶ୍ୟକ କଣ, ମାନେ ଗୋଟେ ବିଷୟ କଣ, ମାନେ ଅନ୍ୟମାନଙ୍କ ପାଇଁ ପ୍ରାର୍ଥନା କରିବା, ଅନ୍ୟମାନଙ୍କ ସମସ୍ୟା ନିମନ୍ତେ ପ୍ରାର୍ଥନା କରିବା ଆବଶ୍ୟକ ଅଛି। ଆମେ ସମସ୍ତେ ଅନ୍ୟମାନଙ୍କ ସମସ୍ୟା ପାଇଁ ପ୍ରାର୍ଥନା କରିପାରୁଛୁ କି? ଆମ ଉପବାସ ପ୍ରାର୍ଥନା ମାନଙ୍କ ମଧ୍ୟରେ ଆମେ ଅନ୍ୟମାନଙ୍କ ପାଇଁ ପ୍ରାର୍ଥନା କରିବା ଆବଶ୍ୟକ ଅଛି। ଅନ୍ୟମାନଙ୍କ ପାଇଁ ପ୍ରାର୍ଥନା କରିବାଟା ହେଉଛି ତା ପ୍ରଭୁଙ୍କ ଇଚ୍ଛା ବା ପ୍ରଭୁଙ୍କର ସହକର୍ମୀ କୋଉମାନେ, ମାନେ ଯେଉଁମାନେ ଅନ୍ୟମାନଙ୍କ ପାଇଁ ପ୍ରାର୍ଥନା କରିବେ। ପ୍ରଭୁଙ୍କ
प्रभुଙ୍କ दासमान समस्त मध्य ताको निज निमंते प्रार्थना करनांती कोमान को प्रार्थना करले अन्य मान को प्रार्थना करले आज क्रिश्चियन विश्वासी केतले ग्रोथ माने दे कैन प्रे फॉर अदर पीपल अन्य मान को प्रार्थना कर अन्य माने प्रभु को जानते प्रार्थना कर अन्य माने कोन करछंती असुविधा समस्या नैराश्य क्लेश अभाव अच्छी बोले आम प्रार्थना करवाटा हूँ प्रभु चाहते हालेलुया। द्वितीय कथा अच्छी द्वितीय कथा आम समस्त चिंता करवा द्वितीय कथा देवा विषय को विषय देवा विषय शिष्य मान को जीशु कहते तुम कौन कर से खुआई दिह कौन कर तुम से कहले जाए से भोक लगुच कौन कर जीशु तुम्हें आगे दिह आम दे पार्बनी हमको नेबा अभ्यास अच्छी देवा अभ्यास नहीं लगे आम कौन कर अभ्यास अच्छी नेबा अभ्यास अच्छी किंतु देवा अभ्यास आम नहीं लगे दियो कहू ये माने कौन कर संग्रह करले माथिबो मार्क लुकर लेखा है से माने जिसु कोने रोटी तो लेकिन जोहन टिक अलग लेखा है कोन लेखा है माने गोटे पिला पाक रोटी थिबारु आनी देले पिला दे देबो रोटी दबोनी पिला को मांगले बहुत कष्ट है पिला टूटी के चॉकलेट नहीं जो चमके देबो कौन हबो चमके देबो कौन करबो दोले देबो ना केते पे पिला टू कोन से दिन सो नेबाटा हरि कष्ट है कि से माने किंती कन्विंस करले लागे शिष्य माने कौन करले कन्विंस करले कौन करले क्वाड गोटे अरेंज करके कौन करले सेटा नहीं आसले लागे 5 रोटी दीटा माछ से माने डायरेक्ट देले कि से माने डायरेक्ट देले गोटे लोक खाई दे 3 दिन भोक अछि के दिन भोक अछि 3 दिन भोक अछि गोटे लोक अंट बनिया लागे लोक केते अछंती 5000 लोक अछंती हेलेलिया 5000 लोकन को देवा पई कोन बनी अंटी बनी 5 रोटी आउ कोन दीटा माछ गोटे लोक आराम रे खाई देबो 3 दिन भोक थिबा लोक उपवास थिबा लोक से छाड़बनी है कौन होबनी छाड़बनी है से मनानी कौन करे जिसु को दे देले हालेलुया। अरे मते कौन पे दउछ तुम कौन करो आंटी दे लाग हमें दे परबनी कौन होबनी हमें दे पर से जानले जे एबे तुमे दियो बोली जिसु कहले जिसु को आज्ञा कोन जिसु को आदेश कोन तुमे समय को खाई दियो है आमे खाई परबनी अनेक समय कोन माने आमर धर्म रे हम घर चलेनी है हमको अनेक जिनिस किनबा की इच्छा किनि पारबानी अनेक को देबा की इच्छा दे पारबानी अनेक को सहाय्य करबा इच्छा सहाय्य करबा कोन पर सहाय्य करबा माने केते हेले हम कोंटी बनेला 50,000 पाइबा लोक हम भाई मदर लोन नहीं छी कोन करछि लोन नहीं छी कोन माने हम केते हेले लोन टू चिकी हेले नियंत्रण सेतिनि मनते माने कोन करले माने से माने देवा कैपेसिटी तांको ने जो माने कि हम समाज थिबा लोक माने अनेक कमांती कोन कोंती दिन को 1000 2000 कमांती किंतु ता घरे असुविधा तुम कृष्ण को पाको आसिया पूर्वरु ये समस्त असुविधा तुम समस्त सामना करती भला केते कमाइले अंटुथिबो कि अंटिबनी हला कोन बनी अंटिबनी हला कोन पे कोन माने तमे जेबे जे जिसु को देनो ताले तमे अंटि पारबनी कोन बनी अंटिबनी हला जिसु को जो माने दियंती तांकर बड़ी जीव हला कोन हो तांकर बलदेव हालेलुया। आमे केते लोक मुक्त हस्तरे प्रभु को देई पाछु लागे केते लोक आमे देई पाछु प्रभु को पाखो हम प्रत्येक विषय कोन होबाची प्रभु कोन देबाची सेतेले प्रभु ता कोन करबे आशीर्वाद करबे हम द्वारा जदि आमे आनला धनरु आमे आनला संपत्ति रु जदि आमे खर्च करबा हम आवश्यक जानिबा हमको लोक भूकर अछि ताको देरा भाबिबा हम घरर भूक आमे मेंटेई परबानी आम परिवार समस्या में दूर करि परबानी आम पिला मन को फ्यूचर में बांधी परबानी आम घर रेंटा बांधी परबानी जितने में जिसु का हाथ देवा नहीं न देले हम असुविधा रखथिबा हालेलुया असुविधा थिबा जेबे मध्ये आपन को दान आपन दशमांश प्रभु को निकट को आनिबे प्रथम भाग यदि प्रभु को देबे नहीं प्रथम पुस्तक विषय प्रभु को देबे नहीं ता प्रथमटा खर्च कर देबे ताले से मास आपन असुविधा हे जिबे डबल लाभ आसु डबल बेनिफिट आसु अंटी बनी कौन बनी अंटी बनी से माने जानले जे हमर कौन बनी आमे बांटी देले अंटी बनी जने अंटी बनी है तुम खर्च तुमको अंटी बनी जति महंगा हे गला बे तुम कमेबो 20,000 में तुमको अंटी बनी अंटी बकी अंटी बनी जेबे जे हम प्रभु को देबा नहीं ताले हमर जीवन रे कोटा मध्ये हमको अंटी बनी हालेलुया। सेतिन मंदन कोने बाछि जिसु को शिष्य मानकर कथा को जे माने दियंती से माने को माने जिसु को सहकर्मी माने
ଯୀଶୁଙ୍କ ନିକଟକୁ ସେମାନେ କଣ କଲେ? 5 2ଟା ମାଛ ଆଣିଲେ, ଯୀଶୁଙ୍କୁ ଦେଲେ। ଆମେ କଣ ହେବା ଅଛି? ଯୀଶୁଙ୍କ ନିକଟକୁ ଆଣିବା ଅଛି, ମନ୍ଦିର ମଧ୍ୟକୁ ଆଣିବା ଅଛି। ପ୍ରଭୁଙ୍କ ନିକଟ ଯଦି ଆଣିବା ନାହିଁ ତାହେଲେ ଆମେ କଣ ହେବା? ଅସୁବିଧା ହେଇଯିବା, ସମସ୍ୟା ହେଇଯିବା ଆମ ଜୀବନରେ। ଆମେ ପ୍ରାର୍ଥନା କରିଦେଲେ କଣ ହେଇଯିବ? ଆମେ ଦେବା ଲୋକ ହେବା ନାହିଁ। आशीर्वाद केमती आसीबो? आ प्रार्थना कर सकाल संध्यारे कांदी कांदी प्रार्थना करछि किंतु 10 लाख मो दउनी, मो दान दउनी हला कि मते आशीर्वाद प्रभु करबे कि? आशीर्वाद करबे कि प्रभु करबे नहीं? प्रभु का आदेश कर माने प्रार्थना संग संग कोने बाच तमे देवा हस्तति बाच कोन बाची देवा हस्तति बाची भाबु की देले ही कोन हबो तमे आशीर्वाद में बापु नेबा अभ्यास अच्छी देवा अभ्यास नथि बालक माने प्रभु को निकट को देले। हालेलुया। आसन तमे प्रथम राजा बोली तार 17 रो तार 13 पद पढिबा। प्रथम राजा बोली 17 13 पद पढिबा। एथिरे एलियो ताहाकु कहिले भय न कर, जहा कहिलो जहा जाई करो, मात्र तहिरु प्रथमे मो पाई गोटे सान पिठा मो कति को आनो। हालेलुया। सेटा गोटे विधवा स्त्री लोकटा के सेटा गोटे विधवा स्त्री लोकटा से के देले नेबी बोली भाबुची ता पाखे नाही, तापर टिके मैदा अछि, टिके तैल अछि। एबे देवा परिस्थिति ता नाही लागे अछि कि देवा परिस्थिति नाही, कोनसी भाव देवा परिस्थिति ता नाही। किंतु कोन कला माने से कोन कला प्रथम डानी कोन कला प्रभु को दर्शन को देला। हालेलुया। प्रथम डानी प्रभु को दर्शन को देला। देवारु से कोन ला माने तार अभाव लानी हला, कोन ला नहीं अभाव लानी। जो माने प्रभु को दास को प्रभु को चरण को आनंद से मान को कोन बने के बेले कोनसी परिस्थिति रो अभाव कोन बनी अभाव बनी। आमे देवा कोन हेबा छी अनेक समय प्रत्येक जगह देवा कोन देवा प्रत्येक जगह देवा सांग को खय देबा लागी सांग साथी मान को सांग खर्च कर देबा याडे गले सियाडे गले ने कि हम खर्चांत लोक खर्च करू किंतु प्रभु को पास आसबा समय काम देवा पे कष्ट किंतु म अपन मंडली विशेष संचार प्रमाण दियंती। हालेलुया। इतने मते मिशनरी बॉक्स में देले अच्छे लागे प्रभु को नाम उतना प्रमाण देले कोन हे माने प्रभु को आशीर्वाद पाइबे। मनुष्य मान खोय त माने मिछ कथा कहि पाबे किंतु प्रभु को मिछ कथा कहि पारबे नाही। प्रभु केते देचंती ता जानि चंती कोन कहचंती जानि चंती लागी घरे कोन माने गोटे मां कोन कला दीटा पैसा पकेले केते पैसा गोटे पैसा गरीब मां देबा पाई नाही कोन करबा नाही देबा पाई कोनसी नाही सेतकी पकेला हला के देखिले हेटा प्रभु यीशु देखिले लेखाइ छि वाक्य रे यीशु देखिले सदी पकेला कहले तमे देबाटा के देखुछंती यीशु देखुछंती। हालेलुया। हम भाबानी जे मो देबाटा के देखुछि देले के देखुछि लुचेले के देखुछि अनबाटा के देखुछि देबाटा के देखुछि भाबा किंतु यीशु को नजर कोन अछि तमे देलाटा प्रत्येक टंका ऊपर प्रभु तुमको देबा टंका ऊपर आसे तांको दृष्टि अछि मु ताको 5000 देली से प्रभु को केते देला हम समस्त मिछ कहि देबा पास्टर मते मिछ कहि देबा घरे मते मिछ कहबा किंतु प्रभु को मिछ कहि परबा कि प्रभु को शिष्य माने कोन कले माने से रोटी आनी के संपूर्ण प्रभु को दे देले काकू दे देले प्रभु को दे देले यीशु प्रभु को दे देले हला कि आमे प्रभु को देबा लोक हेले हमर अभाव हबो नाही कोन बनी अभाव बनी असुविधा हबनी कोन पे माने जो माने प्रभु को दियंती से माने कोनोसी विषय कोन का माने प्रभु अभाव करबा देबेनी हला कि प्रभु ताको आशीर्वाद कर कोन करले और से मन को दे देले जो माने देले से मन को देले। हालेलुया। से माने देवारो से माने कोन करले बांटिले कोन करले बांटिले हला कि पूर्व से माने गोट लोक देबा पई शक्ति नथला हला कि एबे यीशु को देला पर कोन होची से माने बांटुचंती कोन करचंती बांटुचंती दउचंती कोन करचंती समस्त बांटी बांटी दउचंती आउ केने दउचंती तृप्त हबा पई दउचंती माने खाइला पई तृप्त हे गेले से मानकर सत्य पर्यंत दउचंती। आज अनेक समय हम कोन बाछि लेखाइ जे वाक्य मध्यरे 42 पढिबा तार 6 42 मार्क 6 42 42
ସେଥିରେ ସେଥିରେ ସମସ୍ତ ଭୋଜନ କରି ପରିତୃପ୍ତ ହେଲେ। ସମସ୍ତ ଭୋଜନ କରି କଣ ହେଲେ ପରିତୃପ୍ତ ହେଲେ। ହାଲେଲୁୟା। ମାନେ କୋମାନେ ଦେଲେ ଏଇଟା କୋମାନେ ଦେଲେ ଏଇଟା ହେଲା ଶିଷ୍ୟମାନେ ଦେଲେ। ହାଲେଲୁୟା। କୋମାନେ ଦେଲେ ଏଇଟା ଶିଷ୍ୟମାନେ ଦଉଛନ୍ତି ହେଲେ ଯେଉଁମାନେ ଯୀଶୁଙ୍କୁ ଦେଲେ ସେମାନେ କଣ କରିପାରିବେ ପରିତୃପ୍ତ ରହିବେ ହେଲା। ହାଲେଲୁୟା। ଅନ୍ୟକୁ ପରିତୃପ୍ତ କରିପାରିବେ, ଘରକୁ ପରିତୃପ୍ତ କରିବେ, ପିଲାମାନଙ୍କୁ ପରିତୃପ୍ତ କରିପାରିବେ। ଆମେ ପ୍ରଭୁଙ୍କୁ ଦେବାନି ମାନେ କଣ କରବାନି, ଆମେ ପରିତୃପ୍ତ ହେବାନି, ପରିତୃପ୍ତ କରିପାରିବାନି। ସମସ୍ତ ଜାଗାରେ ଲୋନ୍ କରିବା, ସମସ୍ତ ଜାଗାରେ ବାକି କରିବା, ସମସ୍ତଙ୍କୁ ମାଗୁଥିବା, ଦୋକାନରେ ବାକି, ଘରେ ବାକି, ଯୋଉଟା ଦେଖିଲେ ସେଟା ବାକି ଆମର ଥିବ। ଖାତା ଯାକ ଥିବ, କୋଉଠି ଥିବ ଖାତା ଯାକ ଆମ ନାଁରେ ହେଇଯାଇଥିବ। ଆମକୁ ଖୋଜି ବୁଲୁଥିବେ ଲୋକମାନେ, କଣ ପାଇଁ ଆମେ ତାଙ୍କୁ ଖୋଜିନି ବୋଲିଲେ। ସେଥିପାଇଁ କଣ ହେବା ଅଛି, ଆମକୁ ପ୍ରଭୁଙ୍କୁ ଦେବା ଲୋକ କଣ ହେବ, ତାର ଅଭାବ ହେଇଯିବ କି, ଅଭାବ ହେଇଗଲା କି ଅଭାବ ହବନି। ଯୀଶୁଙ୍କୁ ଦେବା ଶିଷ୍ୟମାନଙ୍କୁ କଣ ହେଲାନି, ଅଭାବ ହେଇନି। କଣ ହେଲାନି, ଅଭାବ ହେଲା। ସେମାନେ କଣ କରୁଛନ୍ତି, ଅନ୍ୟମାନଙ୍କୁ ଦେଲା ପରେ ଶକ୍ତି ସାମର୍ଥ୍ୟ ତାଙ୍କ ପାଖରେ ଅଛି, ଅନ୍ୟମାନଙ୍କୁ ପରିତୃପ୍ତ କରିବା ଏତେ ଶକ୍ତି ତାଙ୍କ ପାଖରେ ଅଛି। ଆଜି ତ ତମେ ପ୍ରଭୁଙ୍କୁ ଦେବ, ତାହେଲେ କଣ ହବ, ତମେ ପରିତୃପ୍ତ ଖାଲି ପ୍ରାର୍ଥନାରେ ହେଇଯିବନି, ତା ସଙ୍ଗେ ସଙ୍ଗେ କଣ ହେବା ଅଛି, ଆମ ଦାନ ସାହାଯ୍ୟ ପ୍ରଭୁଙ୍କୁ ଆବଶ୍ୟକ ଅଛି। ହାଲେଲୁୟା। ଆମ ଉଦାର ଭାବରେ ପ୍ରଭୁଙ୍କୁ ଦେବା ଅଛି। ଖାଲି ପଇସା ଦେବା ତା ନୁହଁ, ଆମ ସମୟ ପ୍ରଭୁଙ୍କୁ ଦେବା ଅଛି। କଣ ଦେବା ଅଛି, ଆମ ସମୟ ପ୍ରଭୁଙ୍କୁ ଦେବା ଅଛି। ଆମେ ସକାଳୁ ଉଠି କଣ ହେବା ଅଛି, ପ୍ରାର୍ଥନା କରିବା ଅଛି। ଆଜି ହେଲେ 10 ଦିନ ପ୍ରାର୍ଥନା ହେଲା, ତାପରେ ମଧ୍ୟ ଆମ ପ୍ରାର୍ଥନା ଜୀବନ କଣ ହେବା ଅଛି, ଅଭ୍ୟସ୍ତରେ ପରିଣତ ହେଇଯିବା ଅଛି। ସେ ସମୟରେ ସେ ପରିସ୍ଥିତିରେ ଆମେ କଣ ଥିବା ଅଛି, ପ୍ରାର୍ଥନା କରୁଥିବା ଅଛି, ପ୍ରଭୁଙ୍କୁ ଦେବା ସମୟ ପ୍ରଭୁଙ୍କୁ ଦଉଥିବା ଅଛି। କାହାକୁ ଦେବା ସମୟ, ପ୍ରଭୁଙ୍କୁ ଦେବା ସମୟ। ହାଲେଲୁୟା। ପ୍ରଭୁଙ୍କୁ ଦେବା ସମୟ ପ୍ରତ୍ୟେକ ବିଷୟରେ କଣ ହେବା ଅଛି, ଇସ୍ରାଏଲ ଲୋକମାନେ କଣ କଲେ, ପ୍ରତ୍ୟେକ ବିଷୟ 10 ମାଂସ କଲେ। ତାଙ୍କ ସମୟ ବିଷୟ ହଉ, ତାଙ୍କ ଗୃହ ବିଷୟ ହଉ, ତାଙ୍କ କ୍ଷେତ୍ର ବିଷୟ ହଉ, ତାଙ୍କ ପରିବାର ବିଷୟ, ତାଙ୍କ ପିଲାମାନଙ୍କୁ ମଧ୍ୟ କଣ କଲେ, ସେମାନେ ପ୍ରଭୁଙ୍କୁ ପ୍ରଥମ ପିଲାମାନଙ୍କୁ ପ୍ରଭୁଙ୍କୁ ଦେଇଦେଲେ। ହାଲେଲୁୟା। ଆଜି ଆପଣମାନଙ୍କ ମଧ୍ୟରେ ଆମର ମଧ୍ୟରେ ଆମେ ପ୍ରଭୁ ଯୀଶୁଙ୍କୁ ଦେବା ଅଭ୍ୟାସ କରିବା। କଣ କରିବା, ଅଭ୍ୟାସ। ଆପଣମାନେ ଦଉଛନ୍ତି, ଆଶୀର୍ବାଦ ପାଇଛନ୍ତି। ହାଲେଲୁୟା। ଆଉ ଯୋଉମାନେ ଦେଇନାହାନ୍ତି ସେମାନେ ନିଶ୍ଚିତ ଭାବରେ ଅଭିଶାପରେ ଅଂଶୀ ହେଇଥିବେ ବୋଲି ଭାବୁଛି। ସେଥିନିମନ୍ତେ ମଧ୍ୟ କଣ କରିବା, ଆମେ ପ୍ରଭୁଙ୍କୁ ଦେବାରେ ଏବେ ଛୋଟ ହସ୍ତ କହିବାନି, ଆଗ ପ୍ରଭୁଙ୍କୁ ଦେବା। କାହାକୁ ଦେବା, ଆଗ ପ୍ରଭୁଙ୍କୁ ଦେଲେ। ଏମାନେ ନେଇକରି ଯୀଶୁ ପ୍ରଭୁଙ୍କୁ ଦେଇଦେଲେ। କଣ କଲେ, ଯୀଶୁ ପ୍ରଭୁଙ୍କୁ ଦେଇଦେଲେ। ଆଉ ଯୀଶୁ କଣ କଲେ, ତାକୁ ନେଇଗଲେ କି ଯୀଶୁ ପ୍ରଭୁ ହେଲେ ବି ଖାଇ ଦେଇଥାନ୍ତେ ପୁଣି। ହାଲେଲୁୟା। ଯୀଶୁ ପ୍ରଭୁଙ୍କୁ ମଧ୍ୟ ଅଣ୍ଟି ପୁଣି ହେଲା, କିନ୍ତୁ କଣ କଲେ, ପ୍ରଭୁ ତାକୁ ଆଶୀର୍ବାଦ କରି ଶିଷ୍ୟମାନଙ୍କୁ ଦେବାରୁ ସମସ୍ତ ପରିତୃପ୍ତ ହେଲେ। କଣ ହେଲେ, ସମସ୍ତ ପରିତୃପ୍ତ ହେଲେ। ତୃତୀୟ କଥା ଆମେ ଚିନ୍ତା କରିବା, ଆସନ୍ତୁ ବାକ୍ୟର ତୃତୀୟ କଥା ଆମେ ସମସ୍ତେ ଚିନ୍ତା କରିବା। ତୃତୀୟ ବିଷୟ ହେଉଛି ମାନେ ଆଜ୍ଞା। ଆସନ୍ତୁ ଆମେ ସମସ୍ତେ ଧ୍ୟାନ କରିବା ତାର ଆଉ 39 ପଦ, 6:39 ପଦ। ସେଥିରେ ସମସ୍ତେ ଯେପରି ଦଳ ଦଳ ହୋଇ କହଳ ଘାସ ଉପରେ ବସନ୍ତି, ସେଥିପାଇଁ ସେ ସେମାନଙ୍କୁ ଆଜ୍ଞା ଦେଲେ। ସେଥିପାଇଁ ସେମାନଙ୍କୁ କଣ କଲେ, ଆଜ୍ଞା ଦେଲେ। ମଣ୍ଡଳୀକୁ ଆସିବା ଲୋକମାନେ ପ୍ରାର୍ଥନା କରି ଦାନ ଦେଲେ ହେଇଯିବନି। ଯୀଶୁଙ୍କର ସହକରି ନେବାର ଅଛି, ମାନେ କଣ ହେବାର ଅଛି, ପ୍ରଭୁଙ୍କର ଆଜ୍ଞାକୁ ମାନିବାର ଅଛି। କଣ ହେବାର ଅଛି, ପ୍ରଭୁଙ୍କ ଆଜ୍ଞା ମାନିବାର ଅଛି। ସେମାନେ କଣ କଲେ, ଦଳ ଦଳ କରି ବସେଇଲେ। ହେଲା କି ଆଉ ଗୋଟେ କଥା ଲେଖା ସେ ପଦରେ 50-50 କରି 100-100 ବସେଇଲେ। କଣ ହେଲା, ବସେଇଲେ। କଣ ହେଲା, ଲାଇନ ବାଇ ଲାଇନ ବସେଇଲେ। ହାଲେଲୁୟା। ଆମେ ମଧ୍ୟ କଣ ହେବାର ଅଛି, ପ୍ରଭୁଙ୍କର ଆଦେଶରେ କଣ ହେବାର ଅଛି, ଚାଲିବାର ଅଛି। ପ୍ରଭୁଙ୍କ ଆଜ୍ଞାକୁ କଣ ହେବାର ଅଛି, ଆମେ ସମସ୍ତେ ମାନିବାର ଅଛି। ହେଲା କି ପ୍ରଭୁଙ୍କ ଆଜ୍ଞା ବିରୁଦ୍ଧରେ କାର୍ଯ୍ୟ କରି ପ୍ରାର୍ଥନା କଲେ ପ୍ରଭୁ ପ୍ରାର୍ଥନା ଶୁଣିବେ କି, ପ୍ରାର୍ଥନା ଶୁଣିବେ କି, ପ୍ରାର୍ଥନା ଆପଣଙ୍କ ଆଜ୍ଞା ମାନିବେନି। ହେଲା ମୋ ଜୀବନରେ ପ୍ରତ୍ୟେକ ମନ୍ଦ ଅଭ୍ୟାସ ଥିବ, ମନ୍ଦ କଥା ଥିବ, ନାଇଁ କି ସମସ୍ତ ସଦାବେଳେ ଥିବ, ସମସ୍ତ ବିଷୟ ଥିଲା ପରେ ମଧ୍ୟ ମୁଁ ପ୍ରାର୍ଥନା କରୁଥିବି, ଦାନ ଦଉଥିବି। ପ୍ରଭୁ ଆଶୀର୍ବାଦ କରିବେ କି, ଆଶୀର୍ବାଦ କରିବେ। ପ୍ରଭୁଙ୍କର ଅଂଶ ହେବାର ଅଛି, ମାନେ କଣ ହେବାର ଅଛି, ଆମେ ପ୍ରଭୁଙ୍କ ପ୍ରତ୍ୟେକ ଆଜ୍ଞା କଣ ହେବାର ଅଛି, ଆମେ ମାନିବାର ଅଛି। ପ୍ରଭୁଙ୍କ ଆଜ୍ଞାକୁ ଯଦି ଆମେ ମାନିବା ନାହିଁ, ପ୍ରଭୁଙ୍କ ଆଦେଶକୁ ଯଦି ମାନିବାନି, ତାହେଲେ ଆମ ଜୀବନରେ କଣ ଆଶୀର୍ବାଦ ନାହିଁ। ହେଲା କି ସେମାନେ କଣ କଲେ, 50-50 କରି ବସେଇଲେ। 51 ବସି ନାହାନ୍ତି ସେଠି, 52 ବସି ନାହାନ୍ତି ସେଠି, 100-100 କରି ବସିଲେ। 101, 105 ବସି ନାହାନ୍ତି। ହେଲା ଲାଇନରେ ବସିଲେ। ହାଲେଲୁୟା। ସେମାନଙ୍କର ସଂଖ୍ୟା ଲେଖା ହେଲା। ଯେଉଁମାନେ ଆଜ୍ଞା ମାନନ୍ତି ସେମାନଙ୍କ ସଂଖ୍ୟା ପୁସ୍ତକ ଲେଖା ହବ, ଜୀବନ ପୁସ୍ତକରେ ଲେଖା ହବ। ଯେଉଁମାନେ ଆଜ୍ଞା ମାନିବେନି ସେମାନଙ୍କ ପୁସ୍ତକ ଉପର ପୁସ୍ତକ ମଧ୍ୟ ଲେଖା ହବନି। ହେଲା ହାଲେଲୁୟା। କେତେ ସ୍ତ୍ରୀ ଲୋକମାନେ ବସି ନାହାନ୍ତି ଲାଇନ
କେତେଟା ପିଲାମାନେ କଣ ହେଲେନି ଲାଇନରେ ବସି ନାହାନ୍ତି ହେଲା କି କେତେ ଲୋକ ଲାଇନରେ ନ ବସିବା ହେତୁ କଣ ହେଲାନି ଏ ପୁସ୍ତକ ସ୍ଥାନ ପାଇ ନେଲେ ସେଠି ଲେଖା ହେଇଥାନ୍ତେ ପୁଣି ଆଉ ଦେଲେ ଆଉ ସ୍ତ୍ରୀ ଲୋକମାନଙ୍କ ସଂଖ୍ୟା ମଧ୍ୟ କିଛି ଥିଲା ହେଲା ପ୍ରଭୁଙ୍କ ଆଦେଶ ନ ମାନିଲେ କେବେ ହେଲେ ଆମକୁ କଣ ହବ এই পুস্তকରେ ଏକା ନାହିଁ ସେ ପୁସ୍ତକ ମଧ୍ୟ ଲେଖାଯିବାନି ହାଲେଲୁୟା ପ୍ରଭୁଙ୍କ ଆଦେଶକୁ ପ୍ରଭୁଙ୍କ ବ୍ୟବସ୍ଥାକୁ ମାନିବା ଅଛି ଆମେ ସମସ୍ତେ ଆଉ ଗୋଟେ ଚର୍ଚ୍ଚ ଅଛି ମାନେ ଚର୍ଚ୍ଚର ଅନୁକ୍ରମ ଅଛି ଚର୍ଚ୍ଚର ସମୟ ଅଛି ଚର୍ଚ୍ଚର ଉପାସନା ଅଛି ପ୍ରଭୁଙ୍କ ଆଦେଶ ଅଛି କଣ ମାନେ ବିଶ୍ରାନ୍ତି ବାର କଣ କର ପବିତ୍ର ମାନେ ପ୍ରତ୍ୟେକ ରବିବାର ଦିନ ଆମେ କଣ ହେବା ଅଛି ପରିବାର ସଙ୍ଗରେ ପ୍ରଭୁଙ୍କ ମଣ୍ଡଳୀକୁ ଆସିବା ଅଛି ପ୍ରଭୁଙ୍କ ଆଜ୍ଞାକୁ ନ ମାନି ପ୍ରଭୁଙ୍କ ଆଶୀର୍ବାଦ ପାଇଯିବା କି କେବେ ମଧ୍ୟ ପାଇବାନି କଣ ହେବାନି କେବେ ମଧ୍ୟ ପ୍ରତ୍ୟେକ ରବିବାର ଦିନ ଆମେ କଣ ହେବା ଅଛି ପ୍ରଭୁଙ୍କ ନିକଟକୁ ଆସିବା ଅଛି ତା ପ୍ରଭୁଙ୍କର ଆଜ୍ଞା ପ୍ରଭୁଙ୍କ ଦଶ ଆଜ୍ଞା ଆମେ ସମସ୍ତେ କଣ ଅଛି ଜାଣିଛୁ କିନ୍ତୁ ପ୍ରଭୁଙ୍କର ଆଜ୍ଞାରେ ଆମେ କଣ ହେବା ଅଛି ଆମେ ଚାଲିବାର ଅଛି ପ୍ରଭୁଙ୍କ ଆଜ୍ଞା ବିରୁଦ୍ଧରେ ଚାଲିକରି କଣ ହେବା ଆମେ ପ୍ରଭୁଙ୍କର ଆଶୀର୍ବାଦ କେବେ ହେଲେ ପାଇବା ନାହିଁ ବା ପ୍ରଭୁଙ୍କର ସହକର୍ମୀ କେବେ ହେଲେ ହେବା ନାହିଁ ହେବା କି କେବେ ମଧ୍ୟ ହେଇପାରିବାନି ଏଥିରେ ମଧ୍ୟ ଆଜି ଆପଣଙ୍କୁ ମତେ ମଧ୍ୟ ପ୍ରଭୁଙ୍କ ବାକ୍ୟ କଣ କହେ ମାନେ ପ୍ରଭୁଙ୍କ ବ୍ୟବସ୍ଥାରେ ଆମେ କଣ ହେବା ଅଛି ଚାଲିବାର ଅଛି କଣ ହେବା ଅଛି ପ୍ରଭୁଙ୍କ ବ୍ୟବସ୍ଥା ଯଦି ଆମେ ଚାଲିବା ତାହେଲେ କଣ କରିବେ ପ୍ରଭୁ ଆମେ ସମସ୍ତଙ୍କୁ ଆଶୀର୍ବାଦ କରିବେ ଯଦି ପ୍ରଭୁଙ୍କ ବ୍ୟବସ୍ଥାରେ ପ୍ରଭୁଙ୍କ ଆଜ୍ଞାରେ ଆମେ ସମସ୍ତେ ଚାଲିବା ନାହିଁ ତାହେଲେ ପ୍ରଭୁଙ୍କୁ କେବେ ହେଲେ କଣ କରିବେନି ଆଶୀର୍ବାଦ କରିବେନି ହାଲେଲୁୟା ସେମାନେ କଣ କଲେ ସମସ୍ତେ କଅଁଳ ଘାସରେ କଣ କଲେ ବସିଗଲେ କଣ ହେଲେ ପ୍ରଭୁ ଯେମିତି ଆଜ୍ଞା ଦେଲେ ଯୋଉଟେ ବସ କହିଲେ ସେ ବସିଲେ ଯୋଉଟେ ଉଠ କହିଲେ ସେଠି ଉଠିଲେ ସେଟା କଣ ପ୍ରଭୁଙ୍କ ଆଜ୍ଞା ପ୍ରଭୁଙ୍କ ଆଦେଶ ସେଥିପାଇଁ କଣ ହବ ଆମକୁ କଷ୍ଟ ହେଲେ ମଧ୍ୟ କଣ ହେବା ଅଛି ମାନିବା ଅଛି କଣ ହେବା ଅଛି କଷ୍ଟ ହେଲେ ମଧ୍ୟ ମାନିବାର ଅଛି ତା କଣ ପ୍ରଭୁଙ୍କ ବ୍ୟବସ୍ଥା ପ୍ରଭୁଙ୍କ ଆଜ୍ଞା ଲେଖା ହେଇଛି ଯେ ବାକ୍ୟରେ ସେମାନେ କଣ କଲେ ଆଜ୍ଞା ମାନିଲେ କଣ କଲେ ଯୋଶୁଆଙ୍କୁ ମଧ୍ୟ ଦେଲେ ପ୍ରଭୁ କଣ କଲେ ସେ ମଧ୍ୟ କଣ କଲା ଯୋଶୁଆ ମଧ୍ୟ କଣ କଲା ପ୍ରଭୁଙ୍କର ଆଜ୍ଞାକୁ ମାନିଲା ପ୍ରଭୁ କହିଲେ ଯଦି ପ୍ରଭୁଙ୍କ ଆଜ୍ଞାକୁ ମାନିବନି ତାହେଲେ ପ୍ରଭୁଙ୍କ ଆଶୀର୍ବାଦ ସେ ତା ଜୀବନରେ କେବେ ପାଇବନି ପ୍ରଭୁଙ୍କ ମଣ୍ଡଳୀକୁ ଆସିଲା ବେଳକୁ ଆମେ ସମସ୍ତେ ଆମେ ପ୍ରଭୁଙ୍କର ଆଦେଶରେ ପ୍ରଭୁଙ୍କ ଆଜ୍ଞାରେ ଚାଲିବା ଆବଶ୍ୟକ ରହିଛି ଯଦି ଆମେ ପ୍ରଭୁଙ୍କ ଆଦେଶରେ ପ୍ରଭୁଙ୍କ ଆଜ୍ଞାରେ ଚାଲିବା ନାହିଁ ପ୍ରଭୁଙ୍କ ମଣ୍ଡଳୀକୁ ଆସିକି ଆମେ କୌଣସି ଭାବରେ ପ୍ରଭୁଙ୍କ ଆଶୀର୍ବାଦକୁ ପାଇବା ନାହିଁ ଆମେ ପ୍ରାର୍ଥନା ହୁଏତ କରିପାରିବା ଦାନ ହୁଏତ ଦେଇପାରିବା କିନ୍ତୁ ପ୍ରଭୁଙ୍କ ଆଦେଶ ଆଶୀର୍ବାଦ ପାଇବା ଅଛି ମାନେ କଣ ହେବା ଅଛି ଆମେ ପ୍ରଭୁଙ୍କ ଆଜ୍ଞାରେ ବସିବାର ଅଛି ହାଲେଲୁୟା ପ୍ରଭୁଙ୍କ ଆଜ୍ଞାରେ କଣ ଲେଖା ହେଇଛି ବାକ୍ୟ ମାନେ ବଶୀଭୂତ ହୁଅ ଲେଖା ହେଇଛି କଣ ଲେଖା ହେଇଛି ବଶୀଭୂତ ମାନେ ମାନିବାର ଆବଶ୍ୟକ ରହିଛି ଆମେ ସମସ୍ତେ ଯଦି ମାନିବାନି ପ୍ରଭୁଙ୍କ ଆଦେଶକୁ ପ୍ରଭୁଙ୍କ ଆଜ୍ଞାକୁ ମାନିବାନି ତାହେଲେ ଆମେ କେତେ ପ୍ରାର୍ଥନା କଲେ ହେଲେ ଅନେକ ସମୟ କଣ ହେବାନି ଆମେ ଉତ୍ତର ପାଇବାନି କଣ ମାନେ ମୋ ଜୀବନକୁ ନିଜ ଜୀବନ କଣ ଆମେ ସୁଧାରୁନ କଣ କରୁନୁ ଠିକ କରୁନୁ ପ୍ରଭୁଙ୍କ ଆଦେଶକୁ ନ ମାନିକିରି ଆମେ ପ୍ରଭୁଙ୍କ ଆଶୀର୍ବାଦ ପାଇବା କି କୋଉଠି ହେଲେ ହାଲେଲୁୟା ନାଇଁ ମୁଁ ସକାଳୁ ସନ୍ଧ୍ୟାରେ ପ୍ରାର୍ଥନା ଯାଉଛି ସତ କଥା କିନ୍ତୁ ପ୍ରଭୁଙ୍କ ଆଜ୍ଞାକୁ ମୁଁ କଣ କରୁନି ମାନୁ ନାହିଁ କଣ କରୁନି ମାନୁ ନାହିଁ ନ ମାନିଲେ ମୁଁ କୌଣସି ଭାବରେ କେବେ ମଧ୍ୟ କଣ ହେବିନି ପ୍ରଭୁଙ୍କ ଆଶୀର୍ବାଦ ମୋ ଜୀବନରେ ମୁଁ ପାଇବିନି ଏ ବିଷୟ ମଧ୍ୟ ମୁଁ କଣ ହେବାର ଅଛି ଜାଣିବାର ଅଛି ହାଲେଲୁୟା ଜାଣିବାର ଅଛି ତିନିଟା ବିଷୟ ମୁଁ କହିଲି ହେଲା କି ଯେ ପ୍ରଥମ ବିଷୟ କଣ ଆମେ ପ୍ରାର୍ଥନା କରିବା ଅଛି କାହା ପାଇଁ ପ୍ରାର୍ଥନା କରିବା ମଣ୍ଡଳୀରେ କାହା ପାଇଁ ପ୍ରାର୍ଥନା କରିବା ଯେମାନଙ୍କୁ ଆମେ ଦେଖୁଛୁ ଅନ୍ୟମାନଙ୍କ ସମସ୍ୟା ବା ଅନେକ ସମୟରେ ଆମେ ପାଲକମାନେ ଏକତ୍ର ହେବା ସମୟରେ ଆମେ ଦେଶର ବିଭିନ୍ନ ବିଷୟ ନେଇ ପ୍ରାର୍ଥନା କରୁ ବିଭିନ୍ନ ନ୍ୟୁଜ୍କୁ ନେଇ ପ୍ରାର୍ଥନା କରୁ କଣ ପାଇଁ ପ୍ରାର୍ଥନା କରୁ ମାନେ ଏ ସମସ୍ତ ବିଷୟ ପ୍ରଭୁଙ୍କୁ ପ୍ରାର୍ଥନା କଲେ ପ୍ରଭୁ କାର୍ଯ୍ୟ କରିବେ ପ୍ରଭୁ କାର୍ଯ୍ୟ କରିବେ ଆମ ଆଖିକୁ ଯୋଉଟା ଦେଖାଯାଉଛି ଯୋଉ ସମସ୍ୟା ଦେଖାଯାଉଛି ଯୋଉ ଦୁଃଖ ଦେଖାଯାଉଛି ଆମେ ସେମାନଙ୍କ ପାଇଁ ପ୍ରଭୁଙ୍କ ଠାରେ କଣ ହେବା ଅଛି ପ୍ରାର୍ଥନା କରିବା ଅଛି କଣ ହେବା ଅଛି ପ୍ରାର୍ଥନା କରିବା ଅଛି ପ୍ରାର୍ଥନା କଲେ କଣ କରିବେ ପ୍ରଭୁ କାର୍ଯ୍ୟ କରିବେ ପ୍ରାର୍ଥନା ଯଦି କରିବାନି ତାହେଲେ ପ୍ରଭୁ କଣ କରିବେନି କାର୍ଯ୍ୟ କରିବେନି ହାଲେଲୁୟା ଗୋଟେ ଛୋଟ କଥା ପ୍ରାର୍ଥନା ବିଷୟରେ ଆମେ ସମସ୍ତେ ଅନେକ କଥା ଶୁଣିଥିବା ଗୋଟେ ଛୋଟ କଥା କହିବି ହେଲା ଗୋଟେ ଆଉ ବୁଢ଼ାବୁଢ଼ୀ ପୁଣି ଗୋଟେ ଜାଗା ତିନିଟା ଘର ଅଛି ପୁଣି ଗୋଟେ ଘରେ ଶେଷ ଘରରେ ଗୋଟେ ରହୁଛନ୍ତି ଦି ଜଣ ସ୍ୱାମୀ ସ୍ତ୍ରୀ ରହୁଛନ୍ତି ସେମାନେ ପ୍ରତ୍ୟେକ ରବିବାର ଦିନ ଚର୍ଚ୍ଚକୁ ଯାଆନ୍ତି ପ୍ରତ୍ୟେକ ଦିନ ପ୍ରାର୍ଥନା କରନ୍ତି ପ୍ରାର୍ଥନା କରିବା ଲୋକମାନେ କଣ ମାନେ ଅତି ନମ୍ର ଲୋକମାନେ କିନ୍ତୁ ଲୋକମାନେ ଅତି ନମ୍ର ଲୋକମାନେ ନାହିଁ ପ୍ରତ୍ୟେକ ସମୟ କଣ କରୁଛନ୍ତି ସେମାନେ ପ୍ରାର୍ଥନା କରୁଛନ୍ତି ସ୍ୱାମୀ ସ୍ତ୍ରୀ ମଣ୍ଡଳୀକୁ ଯାଆନ୍ତି ପ୍ରାର୍ଥନା କରନ୍ତି ହେଲେ କିନ୍ତୁ ଗୋଟେ କଥା କଣ ମାନେ ସେ ଦିଟା ପରିବାର ପାଖ ଦିଟା ପରିବାର ସେମାନେ ବିଜାତି ଲୋକମାନେ ପ୍ରଭୁଙ୍କୁ ଜାଣିନାହାନ୍ତି ତାଙ୍କ ବିଷୟ ମଧ୍ୟ ମାନେ ମନେ ପକାଇ ପ୍ରାର୍ଥନା କରନ୍ତି
प्रार्थना करते हेले आंको घर को आसवा पानी पाइप को से माने भांगी देले कोन करले भांगी देले आंको घर को पानी आसुनी कोन आसुनी पानी आसुनी से भांगी देछन समान भांगी देवरु 2 दिन पानी आसिनी 2 दिन पानी रे बहुत कष्ट हेले देखिले जे पाखो घर दुईटा घर तांको लुगा सुखी चिकन हेची लुगा धुआ हेकु सुखा हेची ला सेतिले तांको पछर हमको लोग तांको पानी आसुची पछर गरु हमको पानी आसुची कहले कोन आसुची पानी आसुची हमको कोन पे पानी आसुने मां कोन कले टिके देखिबा समय आंको घर को आसा पाइप कोन हेची भांगी हेची कोन हेची भांगी हेची सेतिले से कहला जे अरे रे ए पाइप भांगी हेची बोली पाइप काम करबा वाला प्लम्बर को डाकी के ताकू काम करला काम करबरु आउ के दिन पानी आसे आउ के दिन पानी आसला पर आउ फिर पानी आसी नहीं है आउ मिस्त्री से कोन कले भांगी देबे कोन पे पानी आसना आउ फिर देखबा समय से भांगी गला आउ गोटे तो को डाकी के ठीक करबरु से लोक माने कहले तमे केते फॉलो करले किछ लाभ नै से दिटा घर लोक मिसी कोन करचंती तुम पाइप को भांगी दउचंती कोन करचंती पाइप को भांगी दउचंती ला सेते से कहला जे से दिटा घर को जाय कहला जे आउ पाइप भांगोनी आमे पानी धरबोनी कोन करबोनी पानी धरबोनी से मां कोन कला से 10 किलोमीटर दूर को जाय करी सब दिन पानी आनुची कोन करछि सब दिन 2 हांडी 3 हांडी पानी भई करी आनुची हला ता देखि कि कोन ला माने ए दिटा लोक ओ फागी गले कोनले लागले कोनला आमे तारो पाइप भांगी देलु हेले ता केते रागो देखो आम पानी से नौनी सेठु भई करी आनुची सेति पे कोन करबा ताकू जाय कि बाडी बाहला कोन करबा ताकू देबा दिटा स्त्री लोक जाको ता घर को पसिले पसि कोन करबे ताकू बाडी आबे बसबा समय ता स्वामी डुटी पलेछि ये कोन करछि कांदी केंदी कांदुछि लागि समय भाबले रे आमे आसबा पूर्वरु आज स्वामी को बाडी छि कोन करछि बाडी छि एथि पे कोन करछि कांदुछि घाट देखिबा हला देखबार समय शांति पके करी दिटा हाथ उठै करी कांदुछि कोन करछि कांदुछि प्रार्थना करछि होछि पड़सी घर स्त्री रो तारो गोटीटा पादे को गला होछि प्रभु ताक सुस्थता दे प्रार्थना करछि आ कोन करछि से पाख लोकर ता पेट समस्या छै ताकू तमे सुस्थता दे प्रार्थना को ता परिवार में कांदी कांदी प्रार्थना करबा समय ए दिटा मां माने कोन करलो सुनले हेरे हमें ताको कोन करलो ता पानी असुविधा करलु ता घर सब दिन समय चोरी करलु हला कि ता गछर बगीचा सब दिन चोरी करलु हेले से कोन करछि हम पई प्रार्थना करछि कोन करछि प्रार्थना करछि आंको मन बदली गेला सतरे मां कोन गत 3-4 दिन 5 दिन कोन होछि तार गोड़ कोन होनी जोला पड़ा होनी कोन सुस्थता अछि आ गोटे मार पेट समस्या पेट बिंधा होला ताकले सुस्थता अछि कहला जे से तार प्रभु ठारे कोन करछि हम पई प्रार्थना करछि कोन करछि प्रार्थना करछि रब्बा दिन से मन जीवा समय कहले पनि आमे हेले मंडली को जीव कहले हालेलुया आमे प्रार्थना करबा समय हम स्वभाव बदलबा समय प्रभु को आदेश चलबा समय आमे मध्ये हम संगे किछि लोक को प्रभु को निकट को आनी परबा हालेलुया प्रभु को आदेश न मानले आमे प्रभु को निकट काहा को मध्ये आनी बानी प्रभु को पाल पात्र कोदले जे गोटे मां भोनिया सुस्ता परिवार अनेक लोक प्रभु को भगवान लागल कहले हालेलुया कोन माने साक्ष्य हला हम जीवन ही कोन साक्ष्य एति निमंते तीनटा कथा हम चिंता कर प्रथम कथा कोन प्रार्थना द्वितीय कथा कोन देवा तृतीय कथा कोन आज्ञा चतुर्थ कथा कहबी हम तापर सरेबा चतुर्थ कथा होछ कोन माने उठेबा कोन करबा उठेबा माने उठे आसन तो पड़िबा तार 43 पड़िबा से माने 6 पट से माने भांगी भंगा रोटी उठेई 12 टोके भर्ती करले हालेलुया से मन कोन करले भंगा रोटी कोन करले उठेले को माने रोटी भांगी दैचंती खाइबा लोक माने कोन करले खाइला दे खाइले भांगला दे भांगले हालेलुया तो सब रोटी पड़ी चिए लागे जेसु तांको शिष्य मानो कहला जे एबे भंगा रोटी दे कोन करो तमे उठावाला कोन करो उठावाला प्रभु भांगी जीवा रोटी पड़ी चिते पड़े था समस्त खाई तृप्त हेले नै कि भंगा रोटी छाड़ देले कि हालेलुया सेन कोन कहले माने भंगा रोटी उठेबा प्रभु को आदेश प्रभु को आदेश देबारु कोन कहले भंगा रोटी जाको शिष्य माने कोन कहले उठेले सहकर्मी माने कोन अधारे छाड़ देबा नाही आज्ञा पर्यंत नै हमरो तापरे मते गोटे स्टेप अछि ता कोन उठेबा स्टेप कोन सेटा उठेबा स्टेप से कोटे केंती माने भांगी जाइतिबा रोटी माने कोन करचंती ए माने उठौचंती कोन करचंती उठौचंती को माने भांगी पकेचंती साना पिला माने खाइबा समय रे ताको सिंगानी संगे पड़िबा भांगीबा रोटी पड़ीची
बड़ लोक मैंने खावा समय नहीं कि भांगला सुंदर थी कि अंगीठा भल थी कि अंगीठा भल नहीं लगे से कौन कबार से भल ना गुंड गुड़ाक खंड गुड़ा कौन कले जीशुंकर आदेश को मानिक आज्ञा को मानि कौन कले जीशु मैंने कौन ताकू उठे करी से डाला रखुंट कौन कर डाला रखिले लगे आज प्रभु को मंडल सहकर्मी को माने माने खाली प्रार्थना करबारे खाली देबारे सहकर्मी हेबानी प्रभु को आज्ञा मानबार सहकर्मी माने ताठु आगु आउट स्टेप कोन माने हम उठेवा लोक हेबाची कोन हेबाची उठेवा लोक हेबाची हालेलुया से उठेले भंगा रोटी गोटे कोन करले उठेले लागि अनेक भंगा रोटी जाक पडिछि कोन करछन से माने से भंगा खंड गुडा कोन करले उठे उठे कोन करले आनी करी गणी करी जीसु को कहले आज्ञा 12 टका हम कोन करलु एते भंगी हेला से समस्त अंठा उठाइबा समय हमको बेले बेले मंडली लोक मध्य कने कोन से भोजी रे हम अंठा उठाइबा समय टिके कोन लागो टिके कष्ट लागो कोन लागो कष्ट लागो घर हेले हम पो माने पकेले मध्य में रागिबा ए कोन लोक उठो लाग हम कोन बाची उठेबाची माने ये अंठा कोन लागे ए विषय में टिके चिंता ए भंगा जिंस कोन ए विषय में टिके चिंता करबा प्रभु को वाक्य मतरे ए विषय में समस्त ध्यान करबा गीत संगीता कीर्तन गीत संगीता तार 51 17 पद पढ़ा गीत संगीता 51 17 पद भग्न आत्मा परमेश्वरंकर ग्राह बलि हालेलुया दाऊद कहूँ जे मोर कौन हो जाछि मोर आत्मा में कौन हो जाछि भांगी जाइछि हालेलुया भांगी जाइछि भांगीबा लोक को उठेबा लोक के परमेश्वर एबे काम कोछ भांगीबा लोक को उठे पई तांको शिष्य मान कोछन्ते तांको सहकर्मी मान को कोछन्ते लागि भांगीबा लोक उठेबा लोक के परमेश्वर हालेलुया दाऊद कोछन्ते मो आत्मा कोन हो जाछि भग्न हो गला कोन हो गला भांगी जाइछि लागि एबे भंगाटा उठेबा लोक के माने हालेलुया दाऊद भांगीबा समय आज आपण माने मो मध्य अनेक समय अनेक समस्या रे अनेक असुविधा रे आमे भांगी गलु कोने गलु भांगी गलु अनेक रोग अनेक व्याधि अनेक समस्या कोन गला भांगी देला बोले छाड़ देबे कि प्रभु हालेलुया भांगी देला छाड़ले माने आमे मु मध्य न थांते पुने हालेलुया मु मध्य न थांते पुने पालक मान न थांते पुने कोन माने भंगा लोक प्रभु छाड़ी नांती आम दुर्बलता को देखि प्रभु छाड़ नांती कि आमे केते भांगीबा समय रे आमे समस्त काम को न आसबा लोक माने आमको कोन कले प्रभु भंगा लोक को उठेले हालेलुया अनेक समय को भाबिबा समय रे मो कहे जे मो भाबे जे मो किछि जगत काम करि परबे कि किछि करि परबे नै पुने हालेलुया किछि मते काम आसुनी ला कोनोसी काम पय मो योग्य नै बोली भाबे ला सेपरि लोक मान कोन कले प्रभु उठेले ला तेतने मते आज तुमको मते दाऊद जे पर कोनते आमे भग्न लोक माने कोनते कोन करछन्ते प्रभु उठेले आ ताको दास मान कोन करछन्ते ताको शिष्य मान को ताको सहकर्मी मान को कोन करछन्ते जब ताको आदेश मानते से मान करछन्ते तमे कोन करो भंगा लोक कोन करो उठाओ कोन करो उठाओ ला आज आपण मो मते कोन होबाची भंगा लोक को आमे कोन होबाची उठेबार हालेलुया हम घर सामने रे पखरे पड़ोसी रे जे माने भांगी पड़ले हला कोन समस्या भांगी गले हला तांको समस्या असुविधा रोग रे भांगी गले हला आमे कोन करबा तांको प्रभु को निकट को उठे के आनिबा कोन करबा प्रभु को निकट को उठे के आनिबा या प्रभु कर इच्छा आसुन तमे खरे वाक्य बोल वाक्य प्रेरित पुस्तक तार 3 रो 7 प्रेरित पुस्तक 3 रो 7 पुणी से तार डाण हाथ धरी ताकू उठेले हालेलुया कोन कले ता डाण हाथ धरले हालेलुया का डाण हाथ धरले गोटे लोक भिखारी लोक हालेलुया ए कोन कर सुंदर नामक द्वारे बसिछि से द्वार ना कोन सुंदर रे बसिछि लोक माने भाउछ सुंदर लोकटा हला सुंदर नामक द्वार रे बसिबाई लोक कोन करछि अनेक लोकन को द्वारा असुंदर हेछि माने ता जीवन रे कोन माने अनेक दुख खंज लोकटा हला कि गोटे भंगा लोकटा कहबा गले केंति लो भंगा लोक हला गोटे दिनस हमर शरीर मध्य रे गोटे दिनस अभाव हे गले कोन से लोक को से विषय रे अभाव से भंगा हे गला कोन गला
ଭଙ୍ଗା ହେଇଗଲା। ଆଉ ଯଦି କୌଣସି ଜିନିଷ ବ୍ରେଡ୍ ଖାଇବା ସମୟରେ ବ୍ରେଡ୍ ଆଣିବା ସମୟରେ ଭାଙ୍ଗିବା ବ୍ରେଡ୍ ଆଣୁଛୁ କି ଆମେ ଆଣୁନୁ ହେଲେ ପଇସା ଦଉଛୁ ଭଲଟା ଆଣୁଛୁ, କ'ଣ କରୁଛୁ ପଇସା ଦେଲେ କିନ୍ତୁ ଆଣୁଛୁ ଭଲଟା ଆଣୁଛୁ, ଭଙ୍ଗାଟା ଆଣିବାକି ଆମେ ଆଣିବାନି ହେଲେ। ସେପରି ଭାବରେ ବାହାଘର ହେବା ସମୟରେ ମଧ୍ୟ ଆମେ କ'ଣ କରୁଛୁ ଭଲ ପିଲା ଖୋଜିବା, ନା ସେ ପିଲା ଏମିତି ଅଛି ଟେରାଟା ଅଛି ନାଇକି ଚନ୍ଦାଟା ଅଛି ବୋଲି ଆମେ କ'ଣ କହୁଛୁ ହେଲେ କ'ଣ କରୁଛୁ ଆମେ ଭଲଟା ବାଛିବା ନାଇକି କମେଣ୍ଟ ନେଉଛୁ ଆମେ ହେଲେ। ଏ କେମିତି ଲୋକ ଏବେ ମଣିଷ କେମିତି ହେଇଛି ଭଙ୍ଗା ହେଇ ପଡ଼ିଛି, କ'ଣ ହେଇଛି ସୁନ୍ଦର ନାମ ଦ୍ୱାରରେ ତାର କ'ଣ କରିଛି ସେ ଚାଲି କରୁନି, ହଞ୍ଜଟା କ'ଣ ହେଇଛି ହଞ୍ଜ ଲୋକଟା ହେଲା। ପିତର ଯୌନ ଦିଟା ଶିଷ୍ୟମାନେ ଯୀଶୁଙ୍କ ସାଙ୍ଗରେ ଥିଲେ, ଏମାନଙ୍କୁ ଭଙ୍ଗାଟା ଉଠେଇବାଟା ଯୀଶୁ ଶିଖେଇଛନ୍ତି। କିଏ ଶିଖେଇଛନ୍ତି? ଯୀଶୁ ଶିଖେଇଛନ୍ତି। କେତେବେଳେ? ଏ ପର୍ବତରୁ ଶିଖେଇଛନ୍ତି। ସେଥିପାଇଁ ମାନେ ଭଙ୍ଗାଟା ଉଠେଇବା ଅଭ୍ୟାସ ଅଛି ତାଙ୍କୁ। ସେଥିପାଇଁ ସେମାନେ କ'ଣ କଲେ ସେ ସୁନ୍ଦର ନାମ ଦ୍ୱାରରେ କ'ଣ କରୁଛନ୍ତି ଚାଲି ଆସୁଛନ୍ତି, ଆସିବା ସମୟରେ ଗୋଟେ ଲୋକ କ'ଣ କଲା ତାଙ୍କୁ ମାଗିଲା ହେଲା, କ'ଣ କଲା ମାଗିଲା। ସେତେବେଳେ ମଧ୍ୟ ସେ ପାହାଡ଼ ଉପରେ 5,000 ଲୋକମାନେ ଥିଲେ, ଯେତେବେଳେ 5ଟା ରୋଟି ଭାଙ୍ଗି ଆଣିବା ସମୟ ମାଗି ନଥିବେ କି ଆମ ମୋଟା ଲୋକ ମତେ ଗୋଟେ ଆଉ ଟିଟା ଦିଅ ହେଲା କି ମାଗିବା ଅଭ୍ୟାସ ଅଛି। ସେମାନଙ୍କୁ ମାଗିବାକୁ ଦେଲେ ସେ ମୋଟା ଲୋକ ଖାଇଲା ରଖିଦେଇଛି ହେଲା। ଆରେ ଏତେ ମାଗିଲା କ'ଣ କରୁଛି ଅଧା ଫୋପାଡ଼ି ଦେଇଛି, କ'ଣ କରୁଛି ଫୋପାଡ଼ି ଦେଇଛି ହେଲା। କିନ୍ତୁ ସେ ଭଙ୍ଗା ରୁଟି କିଏ ମାନେ ଉଠେଇବା ଲୋକମାନେ ନାହିଁ। ସେଥିପାଇଁ ମାନେ ଜାଣିଛନ୍ତି ହେଲା କି ଏ ଭଙ୍ଗା ମଣିଷ କ'ଣ ହେଇଛି ଏଠି ବସିଛି, ଏ କ'ଣ ଖଞ୍ଜ ଲୋକ ବସିଛି, ଏ ଆଶା କରୁଛି। ଆଉ କ'ଣ କଲେ ଯୀଶୁଙ୍କ ନାଁରେ କ'ଣ କଲେ ହାତ ବଢେଇକି ତାକୁ ଉଠେଇଲେ। ହାଲେଲୁୟା। ମାନେ ଟିକେ ନଈ ପଡ଼ିଲେ କ'ଣ କଲେ ଟିକେ ନଈକି ଉଠେଇଲେ ହେଲା। ଆଜି ଆପଣଙ୍କ ଜୀବନରେ ମୋ ଜୀବନରେ ମଧ୍ୟ କ'ଣ ହେବାର ଅଛି, ଆମେ କ'ଣ ହେବାର ଅଛି କେତେଟା ଭାଙ୍ଗିବା ଲୋକମାନଙ୍କୁ, କେତେଟା ରୋଗଗ୍ରସ୍ତ ଲୋକ, କେତେଟା ସମସ୍ୟା ଲୋକକୁ ଆମେ ମଣ୍ଡଳ ନିକଟକୁ ଉଠେଇକି ଆଣିବାର ଅଛି। ହାଲେଲୁୟା। ଉଠେଇକି ଆଣିବାର ଅଛି। ଏହା ପ୍ରଭୁଙ୍କର ଅଛି, ପ୍ରଭୁଙ୍କ ଆଦେଶ ହେଲା କି ପ୍ରଭୁଙ୍କର ସହକର୍ମୀ ମାନେ କୋଉମାନେ ଯେଉଁମାନେ ପ୍ରଭୁଙ୍କର କାର୍ଯ୍ୟ କରନ୍ତି ସେମାନେ ପ୍ରଭୁଙ୍କର ସହକର୍ମୀ। ଏଥି ନିମନ୍ତେ କ'ଣ ହେଲେ ସେ ଲୋକକୁ ଉଠେଇବା ସମୟରେ ସେ କ'ଣ କଲା କୁଦା ମାରି ଠିଆ ହେଲା। ହାଲେଲୁୟା। ତାକୁ ଯଦି ସେ ଯେ ହାତ ବଢ଼େଇ ଉଠେଇ ନଥାନ୍ତା, ଚେଷ୍ଟା କଲେ ଉଠେ ଉଠ ବୋଲି କହିଲେ ଉଠିଥାନ୍ତେ କି ନାହିଁ? ଉଠିଥାନ୍ତେ ହେଲା। କିନ୍ତୁ ସେଇଟା ନାହିଁ। ଯୀଶୁ କ'ଣ ଶିଖେଇଲେ? ତାକୁ ହାତ ବଢ଼େଇବା ପାଇଁ ଶିଖେଇଲେ। ଆଜି ଆପଣଙ୍କୁ ମତେ ମଧ୍ୟ କ'ଣ ହେବା ଅଛି? ଆମ ହାତକୁ ବଢ଼େଇବା ଅଛି। କ'ଣ ହେବା ଅଛି? ବଢ଼େଇବା ଅଛି। ଆମ ହାତ ନ ବଢ଼େଇକିରି ଆମେ କାହାକୁ କ'ଣ କରିପାରିବାନି? ଉଠେଇ ପାରିବାନି। ହାଲେଲୁୟା। ସେ ବିଷୟରେ ହାତ ବଢ଼େଇବା ଅଛି, ସେ ପ୍ରାର୍ଥନା ବିଷୟରେ ହାତ ବଢ଼େଇବା ଅଛି, ସେ ଦେବା ବିଷୟରେ ହାତ ବଢ଼େଇବା ଅଛି, ଲେଖି ଆଦେଶ ମାନିବା ବିଷୟରେ କ'ଣ ହେବା ଅଛି? ଆମେ ହାତ ବଢ଼େଇବା ଅଛି। ତାପରେ କ'ଣ ହେବା ଅଛି? ସେ ଉଠେଇବା ବିଷୟରେ ମଧ୍ୟ କ'ଣ ହେବା ଅଛି? ଆମେ ହାତ ବଢ଼େଇବା ଅଛି। ତାହେଲେ କ'ଣ ହେବା? ଆମେ ସମସ୍ତେ ପ୍ରଭୁଙ୍କ ନିକଟ କ'ଣ ହେବା? ଉଠେଇକିରି କିଛି ଲୋକଙ୍କୁ ଆଣିପାରିବା। ହାଲେଲୁୟା। ଉଠେଇକି ଆଣିପାରିବା ହେଲା କି ସେମାନେ କ'ଣ କଲେ? ସେ ବ୍ୟକ୍ତିକୁ ଉଠେଇଲେ, ଆଉ ସେ କ'ଣ କଲେ? କୁଦା ମାରି ଠିଆ ହେଲା। ଆଉ କାମ କ'ଣ? ଉଠେଇଲା ହେଲେ କ'ଣ ପାଇଁ ସେମିତି ହଉଛୁ? ବୁଦା କ'ଣ ମାରୁଛୁ ନାଇଁ, କ'ଣ ପାଇଁ ଡେଉଁଛୁ? ଏବେ ତୁ ଭଲ ହେଇଛୁ, ଟିକେ ଜାଗା ତ ଚାଲୁ। ତାକୁ ଉଠେଇବା କାମ କଲେ ଲାଗି ସେ କୁଦା ମାରି ଦୌଡ଼ିଲା ହେଲା। ହାଲେଲୁୟା। ତାଙ୍କୁ କ'ଣ କଲେ? ଟିକେ ଉଠେଇଲା ହେଲା କି ଆମେ ଗୋଟେ ଗୋଟେ ଲୋକଙ୍କୁ ମଣ୍ଡଳୀକୁ ଆଣିଥିବା ହେଲା କି ଆମେ ଆଣିବା ଟୁଟି ଆମେ ପଛରେ ବସିଥିବା, ସେ ଆଗରେ ଗୀତ ଗାଉଥିବୁ। ହାଲେଲୁୟା। ଆମର ମଣ୍ଡଳୀରେ ଗୋଟେ ଲୋକ ସେମିତି ସେ କେତେଟା ଲୋକ ପ୍ରଭୁଙ୍କ ନିକଟକୁ ଆଣିଲା ହେଲା। ସେ ମଣ୍ଡଳୀକୁ ଆସୁନି ହେଲା। ସେ କ'ଣ କରନି ବାହାରେ ସଜେଷ୍ଟ ମାନେ କହି ବୋଲୁଛି ମୁଁ ତାକୁ ପଠେଇଲି, ସେ ଭଲ ହେଇଗଲା, ସେ ଗାଡ଼ି କିଣିଲା, ସେ ଘର କରିଲା, ପ୍ରଭୁଙ୍କ ପାଖରେ ଗୀତ ଗାଉଛି। ସେ ଆଣିଲା କିନ୍ତୁ ଏ କ'ଣ ହଉନି, ଏ ପ୍ରଭୁଙ୍କ ପାଖକୁ ଆସୁନି। ହାଲେଲୁୟା। ଅନେକ ଲୋକ ସେମିତି ମାନେ ଅଛନ୍ତି ମଣ୍ଡଳୀକୁ ଆସିପାରୁଥିଲେ ହେଲା କି ଆମେ କ'ଣ ହେବା? ଗୋଟେ ଲୋକକୁ କ'ଣ କରିବା? ଆମେ ପ୍ରଭୁଙ୍କ ନିମନ୍ତେ ଉଠିବା ପାଇଁ ଚେଷ୍ଟା କରିବା। ହାଲେଲୁୟା। ଆଜିର ବାକ୍ୟରେ ଆମେ ସମସ୍ତେ ଯୀଶୁଙ୍କ ସହକର୍ମୀ ହେବା ନିମନ୍ତେ, ଯୀଶୁଙ୍କର କାର୍ଯ୍ୟ କରିବା ନିମନ୍ତେ ଆମେ କ'ଣ ବାଜେ ଆମେ 4ଟା କାର୍ଯ୍ୟ କରିବା। ଏହି ଉପଦେଶ ଆମେ ସମସ୍ତେ ଶୁଣିଥିବା, ଅନେକ ଜାଗାରେ ଅନେକ ପାଷ୍ଟରଙ୍କ ଶୁଣିବା, ହୁଏତ ଏ କଥା ଶୁଣିଥିବା, କିନ୍ତୁ ଏ ବିଷୟରେ ଆମେ ଟିକେ ଧ୍ୟାନ ଦେବା ଯେ ଏ କାର୍ଯ୍ୟ ମଧ୍ୟରେ ଯୀଶୁଙ୍କର କାର୍ଯ୍ୟ କେତେ ଥିଲା, ଯୀଶୁଙ୍କର କାର୍ଯ୍ୟ କେତେ ଥିଲା, ଆଉ ସହକର୍ମୀମାନଙ୍କ କାର୍ଯ୍ୟ କେତେ ଥିଲା। ହାଲେଲୁୟା। ସେଥିରେ ମତେ ପ୍ରଭୁ ଯଦି ବା ଚମତ୍କାର କାର୍ଯ୍ୟ କଲେ କିନ୍ତୁ ଆମେ କ'ଣ ହେବା ଅଛି? ସହକର୍ମୀ ଭାବରେ ପ୍ରଭୁଙ୍କ ସାଙ୍ଗେ କାର୍ଯ୍ୟ କରିବା ଅଛି। ଏ ପ୍ରଭୁଙ୍କ କାର୍ଯ୍ୟ ଆମେ ସମସ୍ତେ ଶୁଣିବାଟା ଭାବିବାଟା ଭୁଲ ନାହିଁ, କିନ୍ତୁ ଆ ଭିତରେ ଆମେ କ'ଣ ହେବା ଅଛି? ସହକର୍ମୀ ଭାବରେ କାର୍ଯ୍ୟ କରିବା। ତାଙ୍କ ଶିଷ୍ୟମାନେ ଲୋକମାନେ ଅଛନ୍ତି। ଏଥି ନିମନ୍ତେ ଆମେ ସମସ୍ତେ କ'ଣ ହେବା? ସହକର୍ମୀ ନ ହେଲେ ପ୍ରଭୁ କାର୍ଯ୍ୟ କରିବେ ନାହିଁ। ପ୍ରଭୁ କାର୍ଯ୍ୟ କରିବା ଅଛି ମାନେ ପ୍ରଭୁଙ୍କ ସାଙ୍ଗରେ କ'ଣ ହେବା ଅଛି? ଆମେ ପ୍ରାର୍ଥନା କରିବାରେ କ'ଣ ହେବା ଅଛି? ସହକର୍ମୀ ହେବା ଅଛି। ପ୍ରଭୁଙ୍କ ପାଇଁ ପ୍ରାର୍ଥନା କରିବା ଅଛି। ଦ୍ୱିତୀୟ କଥା କ'ଣ? ପ୍ରଭୁଙ୍କ ନିମନ୍ତେ ଆମେ ଦେବା ଅଛି। କାହା ପାଇଁ ଦେବା ଅଛି? ପ୍ରଭୁଙ୍କ ପାଖକୁ, ପ୍ରଭୁଙ୍କ ନିକଟକୁ ଆଣିବା
ताहले आमे देबा लोक हेबा किंतु प्रभु को निकट आनबानी हेले आमे मागला लोक होइजिबा कोने बामे मागला लोक होइजिबा प्रभु को निकट देले प्रभु को सेवा कार्य कोन हो तम द्वारा पड़िबो हालेलुया तमे देले कोन हो त मंडली समस्त तमे देबार काहेला हला मंडली मान को जदी एसी लागिछि तमे देबार का हालेलुया तमे दउछ बोली कहले पास्टर तमे देबार का समस्त विषय होछि तमे देउनर कोन के तमे देले कोन होछि मंडली सौंदर्यटा बोलछि आ प्रभु तुमको आशीर्वाद करबे देबा पड़िबो देले हमको प्रभु देला लोक करबे कहबे देबा लोक करबे नले नियंट हेबा लोक कर देबे कोन बालो करबे नियंट हेबा लोक करबे तृतीय कथा होछि कोन माने आज्ञा पालन कोन बा आदेश को पास्टर बाबू जो कथा करे ता केबे मते पास्टर बाबू नथिबो कि आ को पास्टर बाबू नथिबो ताकार आज्ञा हेटा यीशु प्रभु को आज्ञा हालेलुया यीशु को आज्ञा थिने मते से आज्ञा कोन बाचा में पालन करबा छि कोन बाची पालन करबा छि आज्ञा को पालन करबा छि प्रभु को व्यवस्था रे अनेक विषय अछि हम समस्त आज्ञा जाके जानू हम आज्ञा पालन करबा विषय बाची तृतीय कथा होछि कोन चतुर्थ कथा का माने उठेबा लोक हेबा छि कोन बाची उठेबा लोक षष्ठ कथा कह देबी जे ए रोटी भांगिला कि हैला यीशु कोन कले मन लिखाइ छि वाक्य रे से भांगिले ये भांगिले एटा यीशु भांगिले हालेलुया यीशु भांगिले माने आज तुम जीवन रे मोर जीवन रे हम समस्या अनेक समय यीशु कोन कोनते हमको एलाउड करंती कोन कोनते दियंती आउ से भंगा रोटी के माने हम समस्त सब प्रभु भोज रे पालन करछु नै कि लिखाइ छि एटा मोर शरीर आ कोन करो भांगी दिला हालेलुया एटा होछि कृष्ण को शरीर गोड लोक को हम उठाउछु से भंगा रोटी के नै से कृष्ण को गोड अंग बोली हम जानि बाछु कोन जानि बाछि कृष्ण को अंग बोली हम जानि बाछु गोटे लोक कृष्ण खाने में जोड़बार अच्छे यह प्रभु को वाक्य कौन कहे आम समस्त को शिक्षा देचे आम प्रभु को वाक्य कौन बाचे माने आज लोक जोड़ले कृष्ण को रंग कौन हम आटे मजबूत हो हालेलुया आम कृष्ण को सहकर्मी होकर कार्य करने आम समस्त चेष्टा कर प्रभु को वाक्य आम समस्त शुणु जे भाव में प्रभु कथा शुणु से भाव में समस्ते अपन जीवन को प्रभु को हस्त समर्पण करवा प्रभु संगे आम चलने चेष्टा करवा प्रभु प्रार्थना करने चेष्टा करवा ए 8 दिन अनेक लोक आसी प्रार्थना विषय अनेक उत्साह कथा कहते किंतु खाली प्रार्थना संग संग पंदर काल मोर गोटे विश्राम संग आड़वा प्रार्थना तो नहीं करवा प्रार्थना करुछु किंतु प्रार्थना संग कौन बाची देवाची आज्ञा पालन होबाची उठे समस्त कार्य द्वारा कौन बाची आम प्रार्थना मध्य आगू बढ़वाची कृष्ण सहकर्मी प्रभु देथिबा सुंदर समय पे सुजोग पे प्रभु को धन्यवाद सुनथिबा प्रत्येक को प्रभु का नाम बुझिबा लोक समस्ते प्रभु को धन्यवाद हालेलुया।